नहीं। होली स्पिरिट नॉट somebody who is very cool। दुनिया भास जाओ हमको कहीं की बोलना पुणे। इट विल burn and burn and burn। जोड़ू थिबो आज्ञा। ଯେଉଁମାନେ ଜାଗି ଉଠନ୍ତି ଏଇପରି ବାକ୍ୟ ଶୁଣିକି ହୃଦୟ ଜଳିବା କଥା। ନିଜକୁ ଆହୁରି ଜଳାଇବେ ପ୍ରଦୀପ ସଜାଡ। ଆହୁରି ଜଳିବାକୁ ଟ୍ରାଏ କର। ପ୍ରେଜ ଦ ଲର୍ଡ। ନମ୍ବର वन। ନମ୍ବର टू, ଯେସାୟା 38:1 ପଢିଥିଲୁ। ପରିବାର ସଜାଡ। ଦେଖୁଛନ୍ତି ମୋ ପଟେ କଣ ସଜାଡ? ଆପଣଙ୍କର ପୁଅ ଝିଅ ମାନେ ଆପଣଙ୍କର କଣ୍ଟ୍ରୋଲ ରୁ ବାହାରି ପଡିଲେ ମାନେ ମା ବାପା ମାନେ ତାହାର ହିସାବ ଦେବାକୁ ପଡିବ। ମୁଁ ଗୋଟେ ବିଷୟ ବହୁତ ମତେ ଆଶ୍ଚର୍ଯ୍ୟ ଲାଗେ, ଦୁଃଖ ଲାଗେ, କଷ୍ଟ ଲାଗେ। ଟ୍ରାଏ କଲି କିନ୍ତୁ ମୋଠୁ ହେଇନାହିଁ ଓଡିଶାରେ। ଏସ୍ପେଶଲି ଓଡିଶାରେ ସବୁଠି ହେଉଛି କି ନାହିଁ ଜଣାନି। ପରିବାର ଯେତେବେଳେ ଗୋଟେ ପୁଅ ଗୋଟେ ପିଲା ଗୋଟେ ଝିଅକୁ ଧରି ପଳେଇ ଆସିଥିବ, ମା ବାପା ମାନେ ଏତେ ବ୍ୟସ୍ତ ଫିଲ୍ ହେବେନି କାହିଁକି ଜାଣିପାରୁନାହିଁ ମୁଁ। ଝିଅ ଯଦି କୋ ପୁଅ ସହିତ ପଳେଇଲା, ତାପରେ ଗୋଟେ ମାସେ ପରେ ଫେରିକି ଆସିଲା ପରେ କାହାରି ମଣ୍ଡଳୀରେ ପଞ୍ଚାୟତ ବସିକି ସମାଧାନ କରାଇକି ପ୍ରାଚୀର ମାନଙ୍କୁ ଟିକେ ମଦ ଦେଇକି ପାପ କ୍ଷମା କରାଇକି ବିବାହ ବି କରାଇ ଦିଅନ୍ତି। କିଏ କିଏ ବିବାହ ନଥାଇକି ବି ଅଛନ୍ତି। ତ ଏଠି ପ୍ରୋବ୍ଲେମ କଣ ମାନେ ମା ବାପା ମାନଙ୍କର ଗୋଟେ ସମୟ ଥିଲା, ଗୋଟେ ଯୁଗ ଥିଲା, ଜାଣି ପାରିଲେ ନାଇଁ ଛାଡ। ଆଜି ଆଜି ବାକ୍ୟ ଜାଣିଛୁ ବୁଝିଛୁ। ପିଲାମାନେ ଆଗ ଆଗ ଯୁଗର ପିଲାମାନେ ପଢୁନଥିଲେ, ପାଠ ଜଣା ନାହିଁ ସେମାନଙ୍କୁ। ହେଁ, ଆଜି ପିଲାମାନେ ପାଠ ପଢିବାରେ ଗାଁ ଗହଳି ଭିତରେ କଥା କହୁଛି। ପିଲାମାନେ ପାଠ ପଢିକି ଅପଡେଟ ହେଲେ, ତୁମର କୁଡିଆ ଘର ଅପଡେଟ ହେଇକି ସ୍ଲାବ ଘର ହେଇଗଲା, ତୁମର ଛୋଟ ବିଜନେସ ବଡ ହେଇଗଲା। ଆଗେ ଗୋଟେ ପୁରୁଣା ସାଇକେଲ ଗୋଟେ ଥିଲା ଯେ ଗାଡି ଫାଡି ଆଣିଲ, କିନ୍ତୁ ଏଇ ମେଣ୍ଟାଲିଟିରେ ଅପଡେଟ ହେବେ ନାଇଁ କି? ହେଁ, ଝିଅ କାହା ସହିତ ପଳେଇଲା, ବସ୍ ମା ବାପାଙ୍କୁ କଣ ଆମେ ଡାକି ଆଣିକି ଗୋଡ ହାତ ଭାଙ୍ଗି ଦେବୁ। ପାଗଳ ହେଇଛୁ ନା କଣ ବୋଲି। 14 ବର୍ଷର ଝିଅ ମାନେ, 15 ବର୍ଷର ଝିଅ ମାନେ, 16 ବର୍ଷର ପୁଅ ମାନେ, ହ୍ୱାଟ ନନସେନ୍ସ। ଜେଲ ଭିତରେ ପୁରାଇ ଦେବାର 2 ଜଣକୁ। ପିଲାମାନଙ୍କୁ ଏହି ବିଷୟରେ କଣ୍ଟ୍ରୋଲ ବି କରିବାକୁ ଜମା ଚେଷ୍ଟା ବି କରୁନାହାନ୍ତି ପେରେଣ୍ଟସ୍ ମାନେ। ଆଉ ଖୁସି ହଉଛନ୍ତି ଯାହା ହଉ ବିବାହର ଖର୍ଚ୍ଚ ବଞ୍ଚିଗଲା, ସେଭ୍ ହେଇଗଲା। ୟୁ ଆର୍ ନଟ୍ ଗୋଇଂ ଟୁ ହେଭେନ୍ ବ୍ରଦର ସିଷ୍ଟର। ପିଲାମାନେ 18 ବର୍ଷ ପୁରିଲା ପରେ ସେମାନେ ଯାହା ଡିସିଜନ ନେଲେ, ତୁ କିଏ କହିବାକୁ ମାକୁ ଧମକାଇବ, ବାପାକୁ ବି ଧମକାଇବ। ମୁଁ ମେଜର ହେଇଛି, ମୋର ଇଚ୍ଛା, ସେ ପିଲାକୁ ଭଲ ପାଇଛି, ମୁଁ କୋର୍ଟ ମ୍ୟାରେଜ କରିବି, ମୁଁ ପଳେଇବି, ଯାଅ। ତାକୁ କିଛି କରିପାରେ ବିକଜ ଦେ ଆର୍ କଣ କହିବା, ଦେ ହାଭ୍ ନଲେଜ। ମେଜର ହେଇଛନ୍ତି, ବଡ ହେଇଛନ୍ତି, ନିଜର ବୁଦ୍ଧିରେ ଜଣକୁ ଭଲ ପାଇଛନ୍ତି। ସେ କେମିତି ପିଲା, ସେ ଖ୍ରୀଷ୍ଟିଆନ କି ନାହିଁ, ସେ ହିନ୍ଦୁ କି ନା କଣ ବି ଦେଖିଲାନି, ଛାଡ, ତାକୁ ଆମେ କିଛି କରିପାରିବା ନାହିଁ। ମା ବାପା ହିସାବରେ କହିବା ଏଟା ଠିକ ନାହିଁ ରେ, ଦିସ୍ ଇଜ ନଟ୍ ରାଇଟ୍। ପ୍ରଭୁଙ୍କୁ ଦୁଃଖ ଦେଇକି, ପ୍ରଭୁଙ୍କୁ ଛାଡି ଦେଇକି ଅନ୍ୟ ମାନଙ୍କ ସହିତ ମିଶି ଗଲେ ସେମାନଙ୍କ ପଛରେ କେତେଟା ଅଭିଶାପ, କେତେ ଦୁଷ୍ଟ ଆତ୍ମା, କେତେ ମନ୍ଦ ଆତ୍ମା, କେତେ ପ୍ରତିଭା ପୂଜାର ଶକ୍ତି କାମ କରୁଛି କି ପାରିବନି ସେମାନଙ୍କୁ ଦେଖ ବୋଲା ଚେତନା ଦେବାର ଅଛି। ତଥାପି ନ ଶୁଣିଲେ ଯିବେ ସେମାନେ। ସେମାନେ କେମିତି ହେବେ ଆମକୁ ଜଣା ନାହିଁ। ମୋର କଥା କଣ ଅଛି, ମାଇନର ଚିଲଡ୍ରେନ ମାନଙ୍କ ପ୍ରତି ମା ବାପା ମାନଙ୍କର 100% ଅଧିକାର ଅଛି। ଗୋଟେ ଝିଅ ସାଙ୍ଗରେ କିଏ ଆସିକି ମିଶି ଥାଉଛି ଦେଖିବ ନାଇଁ କି? କୁଆଡେ ଯାଉଛି, କାହାର ଘରକୁ ଯାଉଛି, ସେଠି କେମିତି ପିଲାମାନେ, ପୁଅ ଝିଅ ମାନେ ଅଛନ୍ତି, କାହା ସାଙ୍ଗରେ ପଠାଇବି ଝିଅକୁ, ନହେଲେ ଯାଇକି 10 ମିନିଟ ବସିକି ପଳେଇ ଆସେ। ଗୋଟେ ଗୋଟେ କେୟାର ନେବାଟା ମାନେ କଣ କୁହନ୍ତୁ? କେୟାର ନେବାଟା ମାନେ କଣ? ଗଲା ଝିଅ ଆଉ 2 ଦିନ ପରେ ଆସିବି ବୋଲଲା ଆଉ ସାଙ୍ଗ ଘରକୁ ଯାଉ, ଦେଖିବ ନାଇଁ କି ସାଙ୍ଗ ଘରକୁ? ଓ ସାଙ୍ଗ କିଏ ସେ ସାଙ୍ଗ? କାହିଁକି ଏକଲା ଗଲା? କହିଲାନି କାହିଁକି? କିଛି କି ଦରକାର ଥିଲା? କି ଜରୁରୀ ଥିଲା? 4ଟା 5ଟା ଝିଅ ମାନଙ୍କୁ ଜନ୍ମ କରିଦେଇକି ଦୁନିଆରେ ଛାଡି ଦଉଛନ୍ତି ନାଇଁ?
ପିଲାମାନଙ୍କର କଣ ବୁଦ୍ଧି ଠିକ ନାହିଁ, କୋଉ ପିଲା ଟିକେ ହସି ଦେଲେ, କୋଉ ପିଲା ଗୋଟେ ତ ଭଲ ଦେଖା ଯାଉଛି ବୋଲି କହିଦେଲେ, ଗୋଟେ ସୁନ୍ଦରୀ ଅଛି ବୋଲି କହିଦେଲେ ପଡିଯିବେ ସେମାନେ। କି ମାଇଣ୍ଡ ସେମାନଙ୍କର ବେଚାରା। ବିବାହ ହେଲା ପରେ ଲାଇଫ ତ ସୁନ୍ଦରୀଟା, ତୁ ଭଲଟା, ତୋର ବାଳ ଭଲ ଅଛି ବୋଲି କହିବେ କି? ପିଟି ପକାଇବେ ଘର କାମ ନ କରିଲେ। Life is not I love you message ନୁହେଁ। ମ୍ୟାରେଜ is not like that brother sister। ଲଭ୍ affair ଗୋଟେ ଡିଫରେଣ୍ଟ ଟ୍ରାକ୍, ମ୍ୟାରିଟାଲ ଲାଇଫ ଗୋଟେ ଡିଫରେଣ୍ଟ ଟ୍ରାକ୍। ବିବାହ ହେଲା ପରେ ଜଣା ପଡିବ କି ଆଗେ ତ ଆଗେ ତ କିଛି କରନ ବୋଲଥିଲ, ଆଗେ ତ କହୁଥିଲ ତ କିଛି କର ତ ରାଣୀ ପରେ ଦେଖିବି ସବୁ ରୋଷେଇ କରିଦେବି ବୋଲଥିଲ। ଆଗର କଥା ଯାକ ଅଲଗା। ପିଲାମାନେ ବୟସ ଅଛି 15 16 ବର୍ଷର ଯୋଉ ପୁଅ ଝିଅ ମାନଙ୍କର କଥା କହୁଛି, ଲାଇଫରେ ଗୋଟେ ଲାଇଫ ପାର୍ଟନର ନିଡ୍ କଣ ସେମାନଙ୍କୁ ଜଣାନି। ଲାଇଫ ପାର୍ଟନର ଲାଇଫରେ ଗୋଟେ ସ୍ଵାମୀର ନିଡ୍ କଣ, ଗୋଟେ ସ୍ତ୍ରୀର ନିଡ୍ କଣ ଏମାନଙ୍କୁ ଜଣା ନଥିବାର ବୟସରେ ଏମାନେ ବିବାହ ହେଇଯାଆନ୍ତି। ମୁଁ ବେଳେ ବେଳେ ଦେଖେ, ବେଳେ ବେଳେ ଗୋଟେ ହସ୍ପିଟାଲ ଗଲା ବେଳକୁ ଏତିକି ଛୋଟ ଝିଅ ଏତିକି ଛୁଆକୁ ଧରିକି ବସିଥାଉଛି ମେଡିକାଲ, ଆଉ ତାର ଉଲ୍ଟା ଏକ୍ସଟ୍ରା ପ୍ରେଗନେଣ୍ଟ ଥାଇକି ପିଟିବାକୁ ମନ ଲାଗେ ମୋର। ସେ ଝିଅକୁ ବି ସେ ପୁଅକୁ ବି, ଝିଅକୁ ନାଇଁ ଯେ କମ ସେ କମ ପୁଅ କିଏ, ମା ବାପା ମାନଙ୍କୁ ଏସ୍ପେଶାଲି ପାରିବ କି ଛୁଆ ବେଚାରୀ, ପାରିବ କି ସେ? ବିବାହ ତ ବିବାହ ଆଉ ଭଲ ଭାବିବେ କି? ପୁଅ ନେଇଗଲା, ସେ ଝିଅ ଭଲ ପାଇଲା ନେଇଗଲା, ତମର କର୍ତ୍ତବ୍ୟ କିଛି ନାହିଁ ନାଇଁ କି? ତମର ଛୁଆ ନାଇଁ ସେ, ଗାଁର କୋଉ ଗଳିର କାହାର ଘରର ଛୁଆ ନାଇଁ କି? ତମକୁ କିଛି ଦାୟିତ୍ଵ ନାହିଁ। ଆଉ ସମସ୍ତଙ୍କୁ କହୁନାହିଁ, କେତେ ଜଣ ଅଛନ୍ତି ଯେଉଁମାନେ ସେମିତି ଦୁନିଆରେ ଛାଡି ଦେଇଛନ୍ତି ପୁଅ ଝିଅ ମାନଙ୍କୁ। ଓ ହିନ୍ଦୁ ପିଲାକୁ ପଳେଇଲେ ବି ଏମାନେ କିଛି କହୁନାହାନ୍ତି। ହଉ ବାବୁ ଆଉ କଣ କରିବୁ ଆଜ୍ଞା। ଗୋଟେ ଆଡେ ମା ବାପା ମାନେ ଛୁଆ ନଥାଇକି ଗୋଟେ ଗୋଟେ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଗୋଟେ ଗୋଟେ ଛୁଆ ଦେଇଥାନ୍ତୁ ପ୍ରଭୁ, ଗୋଟେ ପିଲା ଦେଇଥାନ୍ତୁ ପ୍ରଭୁ, ଗୋଟେ ଝିଅ ଦେଇଥାନ୍ତୁ ପ୍ରଭୁ, ଗୋଟେ ପୁଅ ହେଲେ ଦେଇଥାନ୍ତୁ ପ୍ରଭୁ। ଆମର ଛୁଆ ହେଇନି ପ୍ରଭୁ, 10 ବର୍ଷ ହେଲାଣି ବାହା ହେଇକି। ଏମିତି କାନ୍ଦିଲା ବେଳକୁ ତୁମକୁ ଚାରି ପାଞ୍ଚଟା ଚାରି ଚାରିଟା ପାଞ୍ଚ ପାଞ୍ଚଟା କରିକି ଦୁନିଆରେ ଛାଡିଦେବ ସୈତାନ ହାତରେ। ବିବେକ କେମିତି ମାନୁଛି ଆଜ୍ଞା? ବିବେକ କେମିତି ମାନୁଛି କହୁନାହାନ୍ତି, କହୁନାହାନ୍ତି। ସେଥିପାଇଁ ବିବାହ ହେଇକି ନୂଆରେ ୱେଟ୍ ଫର୍ 3 4 years। ବିବାହ ହେବା ସାଙ୍ଗେ ସାଙ୍ଗେ ନ୍ୟାଚୁରାଲି ବର୍ଷେ ଭିତରେ ଛୁଆ ହାତରେ ପଡିଗଲେ ଭ୍ୟାଲ୍ୟୁ ଜାଣିବେନି ଆଜ୍ଞା ଛୁଆ ମାନଙ୍କର। ତାପରେ ସାଙ୍ଗେ ସାଙ୍ଗେ ଛୁଆ ଗୋଟେ ବର୍ଷରେ ଥିବ, ଆଉ ଗୋଟେ ଗର୍ଭବତୀ, ଆଉ ଗୋଟେ ଛୁଆ 2 4 ବର୍ଷ, 2 3 ବର୍ଷ ଭିତରେ 4ଟା ଛୁଆ ହେଇଗଲେ ପିଲାମାନଙ୍କ କେମିତି ଜନ୍ମ ହେଲେ, କାହିଁକି ଜନ୍ମ ହେଲେ, କାହିଁକି ମରୁଛନ୍ତି, କାହିଁକି ମୁଁ କାହିଁକି ମରିଯାଉଛି, ଏ ମରୁନାହାନ୍ତି କାହିଁକି, ଏ କାହିଁକି ଲାଷ୍ଟଟା କାହିଁକି ଜନ୍ମ ହେଲା? ସ୍ପିରିଟ ଅଫ ରିଜେକ୍ସନ ପଳେଇ ଆସିବ ପିଲାମାନଙ୍କ ଲାଇଫରେ। ସେଥିପାଇଁ ଫ୍ୟାମିଲି ପ୍ଲାନିଂ ବୋଲିବାଟା ଆମ ଇଣ୍ଡିଆନ ସରକାର କରିଥିଲା। ଡୋଣ୍ଟ ଆପଣଙ୍କର ବଜେଟ ଦେଖିକି, ଆପଣଙ୍କର ଘର ଦେଖିକି ଫ୍ୟାମିଲିକୁ ପ୍ଲାନ କରିବାର ଅଛି। ଗୋଟେ ନୂଆ ଦମ୍ପତି ଦୁନିଆର ହାଲତ ଦେଖ, ଦୁନିଆର ଅବସ୍ଥା ଦେଖ, ନା ଖାଇବାକୁ ମିଳୁଛି, ନା ପିଇବାକୁ ମିଳୁଛି, ନା ବଞ୍ଚିବାକୁ ମିଳୁଛି। ତ ଏଇ ଅବସ୍ଥାରେ ଗୋଟେ ଛୁଆକୁ ଆମେ ଧକ୍କା ଦେଇକି ଜନ୍ମ କରିକି ଦୁନିଆରେ ପସେଇ ଦେଲେ ହବ କି? ଦେଖିବାର ପାରିବୁ କି ଛୁଆଟି ପାରିବ କି? ଦେଖିକି ଜନ୍ମ କରନ୍ତୁ ଯେମାନେ ମ୍ୟାରେଡ ହେବାକୁ ଯାଉଛନ୍ତି କି ହେଇଛନ୍ତି, ପ୍ଲାନିଂ ଫର ଚିଲଡ୍ରେନ। ଆଉ ଯେଉଁମାନେ ଗୋଟେ ପୁଅ ଝିଅ ମାନେ ଶିଖାଅ, ବିବାହର ବୟସ ଏଇଟା, ଆମେ ପ୍ରଭୁଙ୍କର ଲୋକ, କେମିତି ଲୋକଙ୍କୁ ଆମେ ବାଛି ନେବାର ଜାଣ। ମ୍ୟାକ୍ସିମମ୍ ଅଧିକାଂଶ ଆମର ସେଇ କୋରାପୁଟ ଅଞ୍ଚଳରେ ମ୍ୟାକ୍ସିମମ୍ ଗାଁ ଗହଳି ମାନଙ୍କରେ ଦେର ଆର୍ ନୋ ମ୍ୟାରେଜେସ୍। ଭାଗା ଆସିକି ପରେ, ଆସିକି ଛୁଆ ସହିତ ଆସିକି ବର୍ଷେ ପରେ ଆଜ୍ଞା ଟିକେ ପ୍ରାର୍ଥନା କରିଦେବ ମୁଁ ଛାନିଆରେ। ଅବଶ୍ୟ ଆମର କଣ ଅଧିକାର ଅଛି? ମା ବାପାଙ୍କର ଫାଷ୍ଟ ଅଧିକାର। ସେମାନେ କହି ଜାଣି ପାରିଲେ ନାହିଁ, ବୁଝାଇ ଜାଣି ପାରିଲେ ନାହିଁ। ଯେ ପର୍ଯ୍ୟନ୍ତ ଆମର ମ୍ୟାରେଜ ସ୍ୱର୍ଗରୁ ବ୍ଲେସେଡ ହୁଏ ନାହିଁ,
स्वर्ग रे लेखा हुए नहीं आज्ञा, registered, our marriage should be registered in heaven. गवर्नमेंट रजिस्टर कर लागनी छाड़, प्रभु करथिबा मैरिज स्वर्ग रे रजिस्टर हेबो। अब्राहम सारांकर मैरिज प्रभु रजिस्टर करले स्वर्ग रे। अब्राहम हागर रो मैरिज प्रभु रजिस्टर करले, तेणु करी तांकर पुओ आज पर्यंत अभिशप्त अटे इस्माइल, इस्माइलियो माने। आदम होगा प्रभु करथिबा मैरिज, किंतु सेमानकर रिलेशनशिप रे कोन हेई गला कि प्रथम संतान अभिशप्त हैला। ये सब न जानले केमती हबो। वाक्य बाइबल ख्रीष्ट जीवन रो शिक्षा सब ब्लेसिंग ब्लेसिंग हिलिंग ले चालुछि, तेणु करी आज हमर क्रिश्चियन जानि पार नांती कि ख्रीष्टीय जीवन बोल कहले गिरजा घरे 2 घंटा उपासना नहे, घर को आसला परे सोमवार टू शनिवार पर्यंत आम लाइफ रे देखाइबार अछि ख्रीष्टीय जीवन माने कोन। ताहा संबंधी शिक्षा तो जमा देबा को छाड़ी ही देइछन्ति बड़ बड़ वक्ता माने, आत्मिक वक्ता माने मध्य खाली ब्लेसिंग रे जॉब रे हिलिंग रे चली। तेणु करी बहुत लोग जानि नाहंती कि एमती करबाटा भूल थिला कि आज्ञा बोली, एमती पिलान पढ़ाइबाटा भूल जानि नाहंती ना। पिला मन जानछन ना माँ बाप जानछन कहिबार थिला कि नहीं। केते जण बाहा हेले सत्तरे कहंतु तो प्रभुଙ୍କର दास ମାନଙ୍କର आशीर्वाद रे, माँ बापाଙ୍କର कन्सेंट रे, हैं माँ जाए कि पुअर हाथ झीर हाथ देख देख तू ही माँ है अब आज तार जानी नहीं बेचारे से भोक लगले भी कहब नहीं तू देख देकी जाए गोटे माँ। पेरेंट्स रो आशीर्वाद, दास मानकर आशीर्वाद, मंडली रो आशीर्वाद, दूत माने साक्ष्य, एंड लास्ट बट नॉट द लीस्ट ईश्वर साक्षी। 5 जनकर साक्ष्य दरकार गोटे ब्लेसेड मैरिज पछरे। आमको क्या आमे सुस्थ हेलु, आमर अंटा बथा सुस्थ हैला, आमर पेट बथा सुस्थ हैला, खाइलाटा जीर्ण हैला, एटा आमर साक्ष्य गुड़िक। लिभि जाइछि दीप जाको आज्ञा केते प्रार्थना करले की लाभ, क्षमा मागो आछि, गोड़ धर प्रभुଙ୍କର। पिला मन दुनिया रे छाड़ी देखी आपण माने केमती स्वर्ग जीवी भाबुछंती। पिला माने बड़ होई कि जदि डिसीजन नै छंती माने सेटा सेमानक ऊपर दायित्व। छोटा बेलठु आमे भी टिके जत्न नै कि करिवार थिला, हमर भी दायित्व रहिछि। आमे कही 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 थकी गलो किंतु से माने सेही बाट ही बाछले माने हमरो दायित्व नै। आमे कहिनु माने आमे दायी हेबु। अछि भाई परिवार सजाड़ विषय 38 रे, करेक्ट योर फैमिली, सेट योर फैमिली राइट। कहार करे विवाह है उन्हें व्यस्त होउछंती, तुमर विवाह है कि भी परिवार को केयर करू नांती केते लोग। कहार करे संतान है नांती व्यस्त है कि कांदु छंती, दी दीटा चार चारटा छुआ हेले भी जम्मा पचार प्रभु को प्रति कृतज्ञता नहीं। इंजीनियर कर देबी, डॉक्टर कर देबी, लॉयर कर देबी, स्पोर्ट्स स्टार कर देबी, एक्टर कर देबी, सेवा को कर लो कि कहा कहले नहीं। कहा को पड़ी नहीं कि कहा को लगी, यू डोंट हैव एनी रेस्पॉन्सिबिलिटी। इज्राएल रे जिहुदी मानकर प्रत्येक परिवार रो गोटे पुओ कि गोटे झियो हेले भी मिलिटरी रे थिबा को बाध्य पड़ जानछन्ते, सेमानकर कर्तव्य। रामे मिलिटरी पर्यंत दरकार नहीं, गोट जन को हेले सेवा को दे पारिबार मन लक्ष्य भी नहीं देखंतु। आमे स्वप्न देखुछु स्वर्ग पलाइबु, मुकुट पाई जीवु, प्रभुଙ୍କର ଅନୁଗ୍ରହରେ ଯାଇ ପାରିବୁ କିଏ ଜାଣେ ଯେ। ଏଇ ସବୁ ଯଦି ଆମ ଠାରେ ଭୁଲ ଅଛି ଭୁଲ କଲେ କଣ ଏବେ ଏବେ ଆଉ କଣ କରିପାରିବୁ। ଭୁଲ ହେଇଗଲା କଣ କରିବୁ, ଗୋଡ ଧରିବୁ ଆଉ କଣ କରିବୁ। ପ୍ରଭୁଙ୍କର ଗୋଡ ଧରିକି ଜାଣି ପାରିଲି ନାହିଁ ପ୍ରଭୁ ସରି ଭୁଲ ହେଇଗଲା ମୋ ହାତରୁ ବୋଲି କହିକି ପ୍ରଭୁଙ୍କ ପାଖରେ କ୍ଷମା ମାଗିକି
କିଛିଟା ଯଦି ରେକ୍ଟିଫାଇ କରିପାରିବେ ଫ୍ୟାମିଲିରେ କରିକି ଟ୍ରାଏ କରନ୍ତୁ ତ। ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବା। କେମିତି ହେଇଗଲେ ଖ୍ରୀଷ୍ଟିଆନ ମାନେ? ଛୁଆ ପଳାଇଲା ମାନେ ଗାଳି କରିକି ଡାକି ଆଣି ପାରିଲେ ନାହିଁ। ପୁଅ ଯଦି ଗୋଟେ ଝିଅକୁ ଧରିକି ଆସିଲ ତାର ଦିଟା ଚାପଡା ମାରିକି ସେ ଝିଅକୁ ତାର ଘରେ ଛାଡି ଆସି ଜାଣି ପାରିଲେ ନାହିଁ। If you don't know how to be a parent, don't be a parent. ମା ବାପା ହେବାର ମାନେ କଣ ଯଦି ଜାଣିନାହାନ୍ତି ତ ମା ବାପା ହୁଅନ୍ତୁ କା ନାହିଁ। ଛୁଆ ବେଳକୁ ବାହା ହେଇକି ସେମାନେ ଚାରିଟା ଏ ନିଜେ ଛୁଆ ଚାରିଟା ଛୁଆ ସହିତ ବେଚାରେ ଆଗକୁ ନେଇ ପଛକୁ ନେଇ ପତଲା ହେଇକି ଶୁଖି ଯାଇକି ଅନ୍ତର ସବୁ ଚିରିକି ଖାଲି ସେମାନଙ୍କର ଏଇ ଯନ୍ତ୍ରଣାର ଦୋଷ କାହାକୁ ଦେବା କୁହନ୍ତୁ ତ? ମା ବାପା ନୁହନ୍ତି କି? କରନ୍ତୁନି ସେମିତି ଛୁଆ ମାନଙ୍କ ପ୍ରତି। ସେ ଅଭିଶାପର ଜୀବନ ଭିତରକୁ ଠେଲି ଦିଅନ୍ତୁନି ସେମାନଙ୍କୁ ବୁଝାନ୍ତୁ। ବୁଝିବା ଯାଇ ବୁଝାନ୍ତୁ। ଆଉ ପୁଅ ଝିଅ ମାନଙ୍କୁ କହୁଛି ଏ ଭଲ ପାଇଲା ସେ ଭଲ ପାଇଲା ନା ନା। ଡୋଣ୍ଟ ଡୁ ଦ୍ୟାଟ ଜୀବନ ବର୍ବାଦ ହେଇଯିବ। ଆଜି କହୁଛି ଆପଣଙ୍କୁ ଆଜି ଅଙ୍କଲଙ୍କର କଥା ଶୁଣିଲି ନାହିଁ ମୋର ହାଲତ ଏମିତି ହେଇଗଲା ବୋଲି କହିବାର ସିଚୁଏସନ ନ ଆସୁ ଆପଣ ମାନଙ୍କୁ ନହେଲେ ନ ହେଉ ବିବାହ ନ ହେଉ ପ୍ରଭୁଙ୍କର ପାଇଁ ବଞ୍ଚ। କିନ୍ତୁ ପ୍ରଭୁଙ୍କ ଲୋକମାନେ ପ୍ରଭୁ ଭୟ ମା ବାପା ମାନେ ଆଉ ପ୍ରଭୁଙ୍କର ଦାସ ଦାସୀ ମାନେ ଆଣିଥିବା ସମ୍ବନ୍ଧ ପର୍ଯ୍ୟନ୍ତ ଯୋଗନ୍ତୁ। ୱେଟ୍ ଫର ଦ ରାଇଟ୍ ପାର୍ଟନର। ଜୀବନ ସୂଚୀ କର, ମାଇଣ୍ଡ ସୂଚୀ କର, ହୃଦୟ ସୂଚୀ କର, ମୋବାଇଲ ବି ପବିତ୍ର କର। କ୍ଲିନ୍ ଇଟ୍। ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବୁ। ମହାପବିତ୍ର ପ୍ରେମିକ ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ନାମ ଧନ୍ୟବାଦ ଦେଉଛି। ଦୟା କର, ଅନୁଗ୍ରହ କର ପ୍ରଭୁ। ଆମ୍ଭର ପ୍ରଦୀପ ସଜାଡ଼ିବାକୁ ସାହାଯ୍ୟ କର। ଆମ୍ଭର ପରିବାର ଯାହା ତୁମେ ପ୍ରେମରେ ଦାନ କଲ ପ୍ରଭୁ, ଏକାକୀ ଲୋକଙ୍କୁ ତୁମେ ପରିବାର ମଧ୍ୟରେ ସ୍ଥାପନ କରିବା ପରମେଶ୍ୱର ଅଛ। ସଦାପ୍ରଭୁ ଯେ ତୁମେ ଯଦି ଗୃହ ନିର୍ମାଣ ନ କଲେ, ସଦାପ୍ରଭୁ ତୁମେ ଯଦି ପରିବାର ନିର୍ମାଣ ନ କଲେ, ପରିବାର ଗଠନ ନ କଲେ, ଆମେ କେତେ ପରିଶ୍ରମ କଲେ ମଧ୍ୟ ତାହା ବୃଥା ଅଟେ ବୋଲି ତୁମରି ବାକ୍ୟ କହେ। ଜ୍ଞାନବତୀ ସ୍ତ୍ରୀ ପରି, ଜ୍ଞାନବାନ ପୁରୁଷ ପରି ଆମେ ପରିବାରକୁ ସମ୍ଭାଳିବାକୁ ଶିଖିବୁ ପ୍ରଭୁ ସାହାଯ୍ୟ କର। କିଭଳି ଜ୍ଞାନ ଭାବରେ ଆଚରଣ କରିବାର ସ୍ତ୍ରୀଙ୍କ ପାଖରେ, କିଭଳି ଜ୍ଞାନ ଭାବରେ ଆଚରଣ କରିବାର ସ୍ଵାମୀଙ୍କ ପାଖରେ, ଆଉ କିଭଳି ଜ୍ଞାନ ଭାବରେ ଆମ ପିଲାମାନଙ୍କୁ ତୁମ ଭୟରେ ସେମାନଙ୍କର ପୋଷଣ ପାଳନ ପୋଷଣ କରିବାର ଆମକୁ ଶିଖାଅ ପ୍ରଭୁ। ଡୋଣ୍ଟ ନୋ, वी जस्ट नो हाउ टू एंजॉय द लाइफ। ଆମେ ଖାଲି କାମ କରି ପଇସା ଆଣି ଜାଣୁ କିନ୍ତୁ ପରିବାର ଚଳାଇବାକୁ ଜାଣିନୁ। ରେସ୍ପନ୍ସିବିଲିଟି ଜାଣିନୁ, ଦାୟିତ୍ୱ କଣ ଜାଣିନୁ, ସମ୍ଭାଳିବାକୁ ଜାଣିନୁ। କିଛିଟା ଭୁଲ ହେଇଛି ତାକୁ କେମିତି ସଂଶୋଧନ କରିବାକୁ ଜାଣିନୁ। ବି ଡୋଣ୍ଟ ନୋ ଏନିଥିଙ୍ଗ। ଖାଲି ଖାଇ ପିଇ ହ୍ୟାପି ହେବାକୁ ଜାଣିଛୁ। ଆଉ ଯଦି କିଛି କଷ୍ଟ ହେଲା ତାହେଲେ କାହାକୁ ହେଲେ ପ୍ରେୟର ରିକ୍ୱେଷ୍ଟ ଦେଇକି ଆମେ ଛାଡି ଦେଇଥାଉ। ସେମିତି ନ କରିକି ଆମର ପରିବାରର ଦାୟିତ୍ୱ ଆମେ ନିଜେ ନେଇପାରିବୁ ସାହାଯ୍ୟ କର। ଯାହା କିଛି ଗଡବଡ ହେଇଗଲା ଏପର୍ଯ୍ୟନ୍ତ ପରିବାର ମଧ୍ୟରେ ପ୍ରଭୁ ସାହାଯ୍ୟ କରୁ, ଯେପରିକି କିଛି ହେଲେ ଆମେ ତାହାକୁ ସଂଶୋଧନ କରିପାରିବୁ, ରେକ୍ଟିଫାଇ କରିପାରିବୁ, କ୍ଲିୟର କରିପାରିବୁ। ଛୁଆ ମାନଙ୍କୁ ପୁନର୍ବାର ତୁମ ନିକଟକୁ ଆଣିପାରିବୁ ପ୍ରଭୁ ଦୟା କର। ଛୋଟ ବୟସରେ ବିଭା ହେଇଯାଇଥିବା ପୁଅ ଝିଅ ମାନଙ୍କର ବିଷୟରେ ପ୍ରାର୍ଥନା କରୁଛି, ଦୟା କର ଲର୍ଡ। ସେମାନଙ୍କୁ କ୍ଷମା କର, ଅନୁଗ୍ରହ କର, ତୁମରି ଅନୁଗ୍ରହ ପ୍ରଦାନ କର। Lord, give them grace to have patience. ସମ୍ଭାଳିକି ସହିଷ୍ଣୁତାରେ ଆଗକୁ ଯିବା ପାଇଁ ସାହାଯ୍ୟ କର, ଦୟା କର ପ୍ରଭୁ। କାହାରି କାହାରି ପୁଅ ଝିଅ ମାନଙ୍କର ମା କିଏ ବାପା କିଏ ବି ଜାଣିନାହାନ୍ତି ପ୍ରଭୁ, ସେଇଭଳି ଛୁଆ ମାନଙ୍କ ପ୍ରତି ଦୟା କର ପ୍ରଭୁ। ଏଇପରି ଛୁଆ ମାନଙ୍କର ଜୀବନର କଷ୍ଟ ପଛରେ ତାର ଦାୟୀ ମା ବାପାଙ୍କ ଉପରକୁ ନ ଆସୁ ପ୍ରଭୁ। ସେ ଅଭିଶାପ ସମ୍ଭାଳି ପାରିବେନି, ଦୟା କର, ଦୟା କର, ଦୟା କର। ତୁମେ ଦୟା କର। ଏ ସବୁ ଏଇ ଜଟିଳ ଏଇ 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 ଗଣ୍ଠି କେମିତି ଆମେ ଫିଟାଇ ପାରିବୁ ଜାଣିନୁ ପ୍ରଭୁ। ଲର୍ଡ ତୁମେ ହେଲ୍ପ କର, ସାହାଯ୍ୟ କର। ଯେତେ ଜଣ ଏଇ ବାକ୍ୟ ଶୁଣିକି ବ୍ୟସ୍ତ ହେଉଛନ୍ତି ସେମାନଙ୍କୁ ହୃଦୟରେ
ତୁମେ ଦୟା କର, ତୁମେ ଶାନ୍ତି ପ୍ରଦାନ କର, କିପରି ଏଟା ସବୁ କ୍ଲିୟର କରିବାର ଜଣାଅ, ତୁମେ ସାହାଯ୍ୟ କର। ବାକି ଶୁଣିଥିବା ସମସ୍ତଙ୍କୁ ଆଶୀର୍ବାଦ କର, ତୁମରି ଆଗମନ ପାଇଁ ପ୍ରସ୍ତୁତ କର ପ୍ରଭୁ, ତୁମେ ଗୌରବ ପାଅ। ଧନ୍ୟବାଦ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲି ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ସହାୟତା, ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ୍ଭ ସମସ୍ତଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବାରୀ କ୍ରୁସର ଜୟ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମ ମାନଙ୍କର ନେକ୍ସଟ ବାଇବଲ ଷ୍ଟଡି, ହ୍ୟାଲୋ ଶୁଣନ୍ତୁ, ଫେବୃଆରୀ 3 ତାରିଖରେ ହେବ। ନେକ୍ସଟ ୱିକ୍ ବାଇବଲ ଷ୍ଟଡି ଟାଇମ୍। ମୋର ଗୋଟେ ମିଟିଂ ଅଛି, ତେଣୁକରି ଯିବାକୁ ବାଧ୍ୟ। ଫେବୃଆରୀ 3 ତାରିଖ ସୋମବାର, 2 ତାରିଖ ରବିବାର ପଡୁଛି, 3 ତାରିଖ ସୋମବାର ଆମେ ପୁନର୍ବାର ଆମେ ଜଡ଼ିତ ହେବା। ନେକ୍ସଟ ସପ୍ତାହ, ଆସନ୍ତା ସପ୍ତାହ ବାଇବଲ ଷ୍ଟଡି ନାହିଁ। ଭଲରେ ଶୁଣନ୍ତୁ, ଆଜି ବାଇବଲ ଷ୍ଟଡି ନାହିଁ କି ଆଜି ଲାଇଭ ଆସି ନାହିଁ କି ବୋଲି ମେସେଜ କରନ୍ତୁ ନାହିଁ, କଲେ ବି ଚଳିବି, ଶୁଣନ୍ତୁ ଆଗେ। ରାଇଟ୍, ଠିକ ଅଛି। ଆମେ ଦେଖା କରିବା 2 ତାରିଖ ଫେବୃଆରୀ। Praise the God bless Lord. you. Take care. Bye. Good night and God Thank be with you, you sir. Praise all. the Lord. Praise the Lord.